ଆଜି ମୋ ଅନୁଷ୍ଠାନ ତରଫରୁ ମୋର କିଛି ବନ୍ଧୁକୁ ନେଇକି ହସ୍ପିଟାଲର କିଛି ଦୃଶ୍ୟ ଦେଖିଲି, ଯୋଉଟା କି ଆଜିକା ଡେଟରେ ଏତେ ପରିମାଣରେ କ୍ୟାନ୍ସର ପେସେଣ୍ଟ ବଢିଛନ୍ତି ଆପଣ ଇମାଜିନ କରିପାରିବେନି। ସମୟ ଥିଲା ଯେ କି ଥଣ୍ଡା ଜ୍ୱର ଗାଁ ଗହଳିରେ କୁଚିତ ଲୋକଙ୍କୁ ହଉଥିଲା, ଏତେ ପରିମାଣରେ କ୍ୟାନ୍ସର ପେସେଣ୍ଟ ଛୋଟ ପିଲାଠୁ ଧରିକି ବଡ ଲୋକ ପର୍ଯ୍ୟନ୍ତ, ଗୋଟେ 22 ବର୍ଷର ପିଲା, ଗୋଟେ 11 ବର୍ଷର ପିଲା, କଣ ବା ସେ ନିଶା ଖାଉଛି, ଗୋଟେ 9 ବର୍ଷର ପିଲା, ତାକୁ କ୍ୟାନ୍ସର। ଏଥିରେ ଦୋଷୀ କିଏ? ଆପଣ ମାନେ କହିଲେ ଦୋଷୀ କିଏ? ଜାଣିଛନ୍ତି କିଏ ଦୋଷୀ? କେବେ ନିଜେ ତର୍ଜମା କରିଛ? ନିଜକୁ ପଚାରିଛ ନା କାହା ସହିତ ବିଚାର କରିଛ? କିଏ ଏଥିରେ ଦାୟୀ? ଆମେ ମାନେ ଦାୟୀ। ଆମେ ପସନ୍ଦ କରିଥିବା ସରକାର ଦାୟୀ। ଆମେ ଯାହାକୁ ଭୋଟ ଦେଇକି ସରକାର ଗଢିଛେ। ମୁଁ କହୁନି ଏ ସରକାରୀ ବିଲ୍ ନୁହଁ, ପୂର୍ବ ଥିବା ସରକାର, ତା ପୂର୍ବରୁ ଥିବା ସରକାର, ଏବେକାର ସରକାର, ସମସ୍ତେ ଦାୟୀ ଏଥିରେ। ମନ୍ତ୍ରୀଠୁ ଧରିକି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ, ଏମପି ଠୁ ଧରିକି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦାୟୀ। କାରଣ ଆଜିକା ଡେଟରେ ଖାଦ୍ୟର ଯୋଉ ପରିମାଣରେ ଡୁପ୍ଲିକେଟ ହଉଛି, ଗୋଟେ ଛୋଟ ଛୋଟ ପିଲା ଯୋଉ ଖାଦ୍ୟ ଖାଉଛନ୍ତି, 5 ଟଙ୍କିଆ ପ୍ୟାକେଟ ହେଇକି ଖାଦ୍ୟ ବିକ୍ରି ହଉଛି। ଆପଣ ମାନେ ଦେଖନ୍ତୁ, ଗୋଟେ 5 ଟଙ୍କା, ମାତ୍ର 5 ଟଙ୍କା, ଯୋଉଟା କି ତା ଦେହରେ କେମିତି ପ୍ୟାକେଜ ହଉଛି, ପ୍ୟାକିଂ ଗୋଟେ ଲୋକ କରି ତା ଦେହରେ ଖାଦ୍ୟ ପୂରେଇକି 5 ଟଙ୍କା ଆପଣଙ୍କୁ ବିକୁଛି। ଆପଣଙ୍କ ଛୋଟ ଛୁଆ ସେ ଖାଦ୍ୟ ଖାଉଛନ୍ତି, ଭବିଷ୍ୟତରେ ସେ କ୍ୟାନ୍ସରରେ ପୀଡ଼ିତ ରହୁଛନ୍ତି। ଏଇ ଯୋଉ ଖାଦ୍ୟ ଡୁପ୍ଲିକେଟ ହଉଛି, ଆପଣ ମାନେ ଦେଖନ୍ତୁ, ଏଥିରେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଠୁ ଧରିକି ସମସ୍ତେ ପାଖକୁ ପଇସା ଯାଉଛି। ଡିପାର୍ଟମେଣ୍ଟ, ବହୁ ଡିପାର୍ଟମେଣ୍ଟ ଅଛି ଖାଦ୍ୟ ଡୁପ୍ଲିକେଟ ହେଲେ ତାକୁ ଧରିବା ପାଇଁ। କେତେ ଜଣ ଧରା ପଡୁଛନ୍ତି? ଯଦି ବି ଧରା ପଡୁଛନ୍ତି, କେତେ ଦିନରେ ବେଲ ହେଇଯାଉଛି। ଗୋଟେ ଲୋକ ଜଣକୁ ମାରିଲେ, ଗୋଟେ ଜାବଡା ମାରିଲେ 2 ଦିନ ଜେଲ ଯାଉଛି। ଗୋଟେ ଲୋକକୁ ଯଦି ମର୍ଡର କରୁଛି, ତାହେଲେ ସିଏ 6 ମାସେ, ବର୍ଷେ କି 10 ବର୍ଷ ଯଦି ପ୍ରୁଭ୍ ହେଇଯାଉଛି, ମିନିମମ୍ 12 ବର୍ଷ 18 ବର୍ଷ ବି ଜେଲ ଯିବ ଯଦି ପ୍ରୁଭ୍ ହେଇଯିବ। କିନ୍ତୁ ଖାଦ୍ୟ ଡୁପ୍ଲିକେଟ କରିକି ହଜାର ହଜାର ଲୋକଙ୍କୁ ମାରୁଛି, ହଜାର ହଜାର ପିଲାଙ୍କୁ କ୍ୟାନ୍ସର ହଉଛି, ହଜାର ହଜାର ଲୋକ ତା ଦେହରେ କ୍ୟାନ୍ସରରେ ପୀଡ଼ିତ ରହୁଛନ୍ତି, କେବଳ ଖାଦ୍ୟ ଡୁପ୍ଲିକେଟ ପାଇଁ। ଏଥିରେ କୌଣସି ଗଭର୍ଣ୍ଣମେଣ୍ଟ ଆକ୍ସନ ନାହିଁ। ଯଦି ବା ଧରୁଛି, ଆମ ସମ୍ବିଧାନ ଅନୁସାରେ ତାଙ୍କୁ ବେଲ୍ ମିଳିଯାଉଛି। କାହିଁ ବେଲ୍ ମିଳୁଛି? ସରକାର ଉପରେ କାହିଁ କଠୋରରୁ କଠୋର ନୀତି କରୁନାହାନ୍ତି? କିଏ ଏଥିରେ ଆଙ୍ଗୁଠି ଦେଖୁନାହାନ୍ତି? କେହି କାହାକୁ ପଚାରୁନାହାନ୍ତି? ଯିଏ କହିବ ସିଏ ଦୋଷୀ। ଯଦି ବା ମୁଁ ସ୍ୱର ଉତ୍ତୋଳନ କଲି, ଏଥିରେ କୌଣସି ଲୋକ ମୋ ସାଥ ଦେବେନି। ମୁଁ ଭଲ ଭାବେ ଜାଣିଛି, ମୁଁ ଏ ଭିଡିଓ କଲେ ବି କେହି ମୋ ସାଥ ଦେବେନି। ଏ ଭିଡିଓରେ କେହି ବି ଲାଇକ୍, କମେଣ୍ଟ, ଅନ୍ୟାନ୍ୟ କେହି ଦେବେନି, କି ସେୟାର ମାରିବେନି। କାରଣ ଭଲ ଜିନିଷ କଲେ କେହି ତମ ସାଥ ଦେବେନି। ଏ ଜିନିଷ ତୁମେ ଦେଖ, ନିଜକୁ ପଚାର, ମୁଁ ଭୁଲ କହୁଛି କି ଠିକ କହୁଛି। ଜୟ ଜଗନ୍ନାଥ।